ଆସିଲା ସୁଭଦ୍ରା ଯୋଜନାର ଆଉ ଏକ ଅପଡେଟ୍। 7 ଦିନ ଭିତରେ ସୁଭଦ୍ରା ଯୋଜନାରେ ମିଳିବ 10,000 ଟଙ୍କା। ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ଏମାନେ ପାଇବେ। ଆସନ୍ତୁ ଆଜି ଆମେ ଜାଣିବା କେଉଁମାନେ ପାଇବେ ଏହି ଟଙ୍କା, କେଉଁମାନଙ୍କୁ ମିଳିବ ଏହି ସୁଭଦ୍ରାର 10,000 ଟଙ୍କା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର। ଏହି ସପ୍ତାହରେ ହିଁ ମିଳିବ 2ଟି କିସ୍ତି। ହଠାତ୍ 10,000 ଟଙ୍କା ବ୍ୟାଙ୍କ ଖାତାକୁ ଆସିବାକୁ ଯାଉଛି। ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାରେ ମିଳିବାକୁ ଥିବା କିସ୍ତିକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବେ ଯାଏ ଆଦୌ କିସ୍ତି ପାଇନଥିବା ତଥା ନୂଆ କରି ଆବେଦନ କରିଥିବା ହିତାଧିକାରୀ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ଚଳିତ ସପ୍ତାହରେ ହିଁ ସିଧାସଳଖ ଡିବିଟି ମାଧ୍ୟମରେ ଟଙ୍କା ପଠାଇବେ ରାଜ୍ୟ ସରକାର। ମୋଟ 4,57,681 ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେହିଭଳି ନୂଆ ପଞ୍ଜୀକରଣ କରିଥିବା 1,78,398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ବି ପାଇବେ ପ୍ରଥମ କିସ୍ତି ସୁଭଦ୍ରା ଅର୍ଥ। ହଠାତ୍ ପ୍ରଥମ ଥର ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ। ସେହିଭଳି ତୃତୀୟ କିସ୍ତି ପାଇଥିଲେ ବି କିଛି ଯାନ୍ତ୍ରିକ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିଲେ ଲକ୍ଷ ଲକ୍ଷ ମହିଳା। ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ସୁଭଦ୍ରା ଟଙ୍କା ପଠାଇବାକୁ ଯାଉଛନ୍ତି ରାଜ୍ୟ ସରକାର। ମୋଟ 2,55,265 ଜଣଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନଙ୍କୁ ଏକା ସାଙ୍ଗରେ 2ଟି କିସ୍ତି ମିଳିବ। ହଠାତ୍ 10,000 ଟଙ୍କା ସେମାନଙ୍କ ଖାତାକୁ ଆସିବ। ଏଥିସହ ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। ମୋଟ 250 କୋଟି ଟଙ୍କାର ସହାୟତା ରାଶି ପଠାଇବେ ସରକାର। ତେବେ କେଉଁ ଦିନ ଏହି ଅର୍ଥ ରାଶି ପଠାଇବେ ସେ ନେଇ ତାରିଖ ଘୋଷଣା ହୋଇନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଚଳିତ ସପ୍ତାହରେ ହିଁ ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଯେଉଁମାନେ ନୂଆ ଆବେଦନ କରିଥିବେ ସେମାନଙ୍କୁ ପ୍ରଥମ କିସ୍ତି ଏବଂ ଯେଉଁ ଯୋଗ୍ୟ ହିତାଧିକାରୀ ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କାରଣ ପାଇଁ ବାଦ ପଡ଼ିଥିଲେ ସେମାନଙ୍କୁ ଏକାବେଳେ 2ଟି କିସ୍ତି ଟଙ୍କା ପଠାଯିବ। ସୂଚନା ଯେ ସୁଭଦ୍ରା ଯୋଜନାରେ 1 କୋଟିରୁ ଅଧିକ ହିତାଧିକାରୀ ସାମିଲ ଅଛନ୍ତି। ପୂର୍ବରୁ 3ଟି କିସ୍ତି ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇସାରିଛି। ତେବେ ଚତୁର୍ଥ କିସ୍ତି ସୁଭଦ୍ରା ଟଙ୍କା ଆସନ୍ତା ମାର୍ଚ୍ଚ 8 ତାରିଖ ହଠାତ୍ ମହିଳା ଦିବସରେ ଆକାଉଣ୍ଟକୁ ଯିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ ଯେ ସୁଭଦ୍ରା ଯୋଜନାରେ କେଉଁମାନଙ୍କୁ ଟଙ୍କା ମିଳିବ ଆଉ କେଉଁ ଦିନ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।